हे परमोच्च प्रभु चिरंतन सत्य, आमे केवल तुमरी आज्ञा भय उठू ओ सत्यर विधान को आश्रय करी जीवन धारण करू। समस्त को तैत्रीय उपनिषदर पवित्र समुद्र भीतर को स्वागत करुछि। आमे यही महान ग्रंथ तैत्रीय उपनिषद जो ब्रह्मानंद बोली पाठ करुछु। आमे प्राय 2टी मंत्र पाठ करिछु एवं सही मंत्र रे उपनिषदर गुरु हमको एक ब्रह्म संपर्क रे हमको ज्ञान प्रदान करुछंती जे ब्रह्म सत्य ज्ञान अनंत रूपरे प्रत्येक जीवर हृदय मध्य विराजमान करिछंती। से हृदय गह्वर रे संगुप्त होई रहिवा सहित अनंत परम आकाश मध्य विराजमान करिछंती। ब्रह्मविद माने तांको पुरुषाकार रूप प्राप्त करिछंती। तांकर ये सूक्ष्म इंद्रियगत अवयव एवं स्थूल इंद्रियगत अवयव द्वारा से परम को प्राप्त करिछंती। तांकर प्राप्ति द्वारा से माने परम आनंद सह समस्त विद्या ऐश्वर्यर अधिकारी मध्य से माने होइछंती। सही सत्य ज्ञान अनंतम ब्रह्म अनंत परम परार्धरु जेतेबेले अवतरण करुछंती से निजको गोटे लिमिटेशन बा सीमाबद्ध करी से यही स्थूल जगत को अर्थात देश काल र सीमा अधीनस्थ होई से तांकर अव्यक्त आकाशटी एक व्यक्त आकाश रे रूपांतरित होउछि एवं तांकर जे व्यक्त आकाश से वायु रूपरे आसुछि, वायु अग्नि रूपरे, अग्नि आप रूपरे, पृथ्वी से आपरु पृथ्वी रूपरे अवतरण करी यही जड़भूमि रे निजको पूर्ण भाव व्यक्त करिवा पई यही तांकर व्यक्त जो 5 महाभूत द्वारा से निजको एठी प्रकाश करुछंती। यही 5 महाभूत को घनीभूत करी से सृष्टि कले औषधय। जड़ जगत और भौतिक जगत या सहित जो अति भौतिक जगतर समस्त शक्ति और उपादान से सबू को नहीं से जो औषधय बा जड़ एवं औषधय सृष्टि कले से औषधय हैला अन्न। से अन्न ब्रह्म रो सृष्टि हेले मनुष्य एवं मनुष्य सृष्टिर मूल होउचंती से अन्न। से परम निजे अन्न रसमय पुरुष रूपरे व्यक्त हेले एवं ये मनीष हैला the product of food। तो मनीषर खाद्यर एक उपादान बा खाद्यर एक सामग्रिक आकार। श्री अरविंद तांक भाषा रे एईटा को कहउछंती द डिसेंड ऑफ द ब्रह्मन। से ब्रह्म स्थिति रे से निर्गुण आउ निराकार थिले। से निजको जेतेबेले से अवतरण करुछंती निजको सीमाबद्ध करिछंती सगुण एवं साकार रूपरे
ସେ ଅବତରଣ କରୁଛନ୍ତି। ତେଣୁ ଏଥିରୁ ଆମେ ପ୍ରମାଣିତ ହେଲେ ଯେ ବ୍ରହ୍ମ ପ୍ରଥମେ ଖାଦ୍ୟ ରୂପରେ ନିଜକୁ ଅଭିବ୍ୟକ୍ତ କଲେ ଏବଂ ତାପରେ ଖାଦକ ସୃଷ୍ଟି ହେଲା ସେହି ଖାଦ୍ୟରୁ। ତେଣୁ ଏ ବ୍ୟକ୍ତ ଜଗତ ଜୀବ ସୃଷ୍ଟି ହେବା ପୂର୍ବରୁ ଉପନିଷଦ ଆମକୁ ପ୍ରମାଣ କରୁଛି ଯେ ଖାଦ୍ୟ ନିଶ୍ଚିତ ଆଗେ ସୃଷ୍ଟି ହେଇଥିଲା, ତାପରେ ଖାଦକ ସୃଷ୍ଟି ହେଲେ, ଖାଦ୍ୟରୁ ହିଁ ଖାଦକ ସୃଷ୍ଟି ହେଲେ। ସେଥିପାଇଁ ସେହି କାରଣରୁ ଜୀବର ଏଇ ଯେଉଁ ଶରୀର, ଏ ଶରୀରଟାକୁ ସିଏ ଅନ୍ନ ରସମୟ ଶରୀର ବୋଲି କହୁଛନ୍ତି। ସେହି ଖାଦ୍ୟ ବୀଜ ରୂପରେ ମଣିଷ ଭିତରକୁ ପ୍ରବେଶ କରି ମଣିଷକୁ ବର୍ଦ୍ଧନ କଲା, ପାଳନ କଲା, ପୋଷଣ କଲା। ସେ ପୁଣି ବୀଜ ରୂପରେ ପିତାଙ୍କ ଠାରୁ ପୁତ୍ର ରୂପରେ ନିଜକୁ ବ୍ୟକ୍ତ କଲା। ସେହି ପୁତ୍ର ପୁଣି ଖାଦ୍ୟକୁ ନିଜେ ଧାରଣ କରି ଖାଦ୍ୟ ଦ୍ୱାରା ନିଜେ ବଢ଼େଇ ଚଢ଼େଇ ଜୀବନ ବଞ୍ଚିଥାଏ। ଏଠାରେ ଯେଉଁ ପୁରୁଷର ଅର୍ଥ ନିଶ୍ଚିତ ଭାବରେ ଆମକୁ ଜଣାପଡ଼ୁଛି ଯେ ଏଇଟା ମଣିଷକୁ ହିଁ କହୁଛନ୍ତି। ଏତେ ଜୀବ ଥିବା ସତ୍ତ୍ୱେ କାହିଁକି ସେ ମଣିଷକୁ କହିଲେ? ତାର ମୂଳ କାରଣଟି ହେଉଛି ଏହା ଯେ ଏଇ ଜଗତରେ ମଣିଷ ହିଁ ଶ୍ରେଷ୍ଠ, ଅନ୍ୟ ଜୀବଠାରୁ ଶ୍ରେଷ୍ଠ। କାରଣ ତାର ଭିତରେ ଦୁଇଟି ଉପାଦାନ ମଣିଷକୁ ଶ୍ରେଷ୍ଠ କରିଛି। ଗୋଟିଏ ହେଲା ଜ୍ଞାନ, ଆଉ ଗୋଟେ ହେଉଛି କର୍ମ। ସେଇ ଜ୍ଞାନ ମଣିଷ ଭିତରେ ଗୋଟେ ନିଷ୍ପତ୍ତି ନେଇପାରୁଛି, ସେ ବୁଝିପାରୁଛି, ସେ କୁଶଳ କର୍ମ ଦ୍ୱାରା ସୃଷ୍ଟି କରିପାରୁଛି। ଏବଂ ଯାହା ଆଲୋକ ଭାଇ ସେଦିନ କହୁଥିଲେ ଯେ ହ୍ୟୁମାନ୍ ମାଇଣ୍ଡ ସେ ପ୍ରକୃତିଠାରୁ ନିଜକୁ ଅଲଗା କରିପାରୁଛି ଏବଂ ସେ ହିଁ କିଛି ନୂତନ ସୃଜନ କରି ଏଇ ପୁରୁଷାକାର ରୂପକୁ ସେ ସୂକ୍ଷ୍ମ ରୂପ ଆଡ଼କୁ ନେଇଯାଇପାରିବ, ତାର ସେ ବୁଦ୍ଧିବୃତ୍ତି ଦ୍ୱାରା, ଜ୍ଞାନ ଦ୍ୱାରା। ତେଣୁ ମନୁଷ୍ୟ ଏଠି ଶ୍ରେଷ୍ଠ ଏହି ଦୃଷ୍ଟିରୁ ସେ ବର୍ଣ୍ଣନା କରୁଛନ୍ତି। ଏବଂ ମନୁଷ୍ୟ ହେଉଛନ୍ତି ଯେ ଫୁଡ଼ର ପ୍ରଡ଼କ୍ଟ। ଏବଂ ସେ ସବୁ ଜୀବ କଥା ତାପରେ କହିବେ। ଅନ୍ନମୟ ପୁରୁଷର ମୁଣ୍ଡ ଅଛି। ଯେତେବେଳେ ପୁରୁଷାକାର ରୂପ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ସେଥିରେ ଗୋଟେ ଶରୀର କଥା ଆସୁଛି। ତାର ମୁଣ୍ଡ ଅଛି, ତାର ବାମ ହାତ ଅଛି, ତାର ଦକ୍ଷିଣ ହାତ ଅଛି, ତାର ଶରୀରର ତଳ ଅଂଶ ଅଛି ଏବଂ ନିଜେ ଶରୀର ଭିତରେ ଆତ୍ମା ରହିଛନ୍ତି। ଏବଂ ମଣିଷକୁ ଏଠି ଗୋଟେ ପକ୍ଷୀ ସହିତ ତୁଳନା କରି ବର୍ଣ୍ଣନା କରୁଛନ୍ତି। ପୁଚ୍ଛଂ ପ୍ରତିଷ୍ଠା, ସେ ପୁଚ୍ଛ ହିଁ ତାକୁ ପ୍ରତିଷ୍ଠିତ କରିଛି। ଯେମିତି ପୁଚ୍ଛ ନଥିଲେ ଚଢ଼େଇ ଉଡ଼ି ପାରିବ ନାହିଁ, ସେମିତି ଆମେ ଯେଉଁ ତଳ ଅଂଶ ହିଁ ଆମକୁ ଧାରଣ କରିବାର ବା ବଞ୍ଚିବାର ଗୋଟେ ମାନେ ଅବଲମ୍ବନ ବା ବେଶ ହେଇକି ରହିଛି। ଯେମିତି ଯିଏ ଉଡ଼ିବ, ଯିଏ ତା ନିଶ୍ଚିତ ଗୋଟେ ପୁଚ୍ଛର ଆବଶ୍ୟକତା ଅଛି। ଏରୋପ୍ଲେନ୍ ଉଡ଼ିଲା ବେଳେ ତାର ଗୋଟେ ପୁଚ୍ଛର ଆବଶ୍ୟକତା ଅଛି। ସେମିତି ଏକ ପୁଚ୍ଛ ସହିତ ତୁଳନା କରିଛନ୍ତି। ସେ ହିଁ ପଶ୍ଚାତରେ ରହି ତାକୁ ଧାରଣ ପୋଷଣ କରୁଛି। ଏହାପରେ ସେ ବର୍ଣ୍ଣନା କଲେ ସେହି ଅନ୍ନ ରସମୟ ଶରୀରର ଅନ୍ତରରୁ ଜାତ, ଶରୀରର ଅନ୍ତର ଭିତରୁ ସେ ଜାତ ହେଇଛି, ଅନ୍ନ ଦ୍ୱାରା ଜୀବିତ ହୋଇ ରହିଛି। ସେ ମଧ୍ୟ ଅନ୍ନରେ ରୂପାନ୍ତରିତ ହୋଇଯାଉଛି। ଆଉ ମଣିଷ ଯେମିତି ମଣିଷ ହେଉଛି ବାଘର ଅନ୍ନ ଏବଂ ମାଂସାଶୀ ଜୀବର ଅନ୍ନ। ତେଣୁ ଅନ୍ନ ହିଁ ଏଠି ସବୁ କିଛି। ସେ ନିଜେ ଅନ୍ନ ରସମୟରୁ ସୃଷ୍ଟି ହେଉଛନ୍ତି ଏବଂ ନିଜେ ମଧ୍ୟ ଅନ୍ୟରେ ପରିଣତ ହୋଇଯାଉଛନ୍ତି। ତେଣୁ ଏଠି ଆମେ ଆଲୋଚନା କରିଥିଲୁ ଯେ ଅନ୍ନ ହିଁ ଭୂତାନାଂ ଶ୍ରେଷ୍ଠ। ସେଥିପାଇଁ ଏଠି ଜଗତ ହେଉଛି ଅନ୍ନର ଜଗତ। ସେ ଭୂତମାନଙ୍କ ମଧ୍ୟରେ ଏ ଜଗତ ଭିତରେ ସିଏ ହେଉଛି ଶ୍ରେଷ୍ଠ। ଯେତେ ସୃଷ୍ଟି ରହିଛି ଏଠି ଖାଦ୍ୟ ବିନା କିଛି କଥା ହେଇପାରିବ ନାହିଁ। ତେଣୁ ଅନ୍ନ ହିଁ ଶ୍ରେଷ୍ଠ। ଏବଂ ତାପରେ ବି ସେଠି ବର୍ଣ୍ଣନା କରିଥିଲେ, ଆମେ ଆଲୋଚନା କରିଥିଲୁ
ଯେ ଅନ୍ନକୁ ସର୍ବ ଔଷଧି ବୋଲି ସେ ବର୍ଣ୍ଣନା କଲେ ଉପନିଷଦ। କାରଣ ଔଷଧି ଯେମିତି ଆମକୁ ସମସ୍ତ ନିରାକରଣ କରିଥାଏ, ଆମର ଦୁଃଖ ଯନ୍ତ୍ରଣା ଔଷଧ ହିଁ ନିରାକରଣ କରିଥାଏ, ସେମିତି ଅନ୍ନ ଆମର କ୍ଷୁଧା ତୃଷ୍ଣା ସବୁକିଛିକୁ ନିରାକରଣ କରେ, ମଣିଷକୁ ଗୋଟେ ଉପଶମ କରାଏ ଏବଂ ମଣିଷ ତାକୁ ଅନ୍ନମୟ ବ୍ରହ୍ମ ବୋଲି ଉପାସନା କରେ। ଆମ ଅନ୍ନକୁ ବ୍ରହ୍ମ ବୋଲି ଉପାସନା କରିବାର ପଦ୍ଧତି ଭାରତବର୍ଷରେ ଆମର ହିନ୍ଦୁ ଶାସ୍ତ୍ର ରହିଛି ଏବଂ ଅନ୍ନ ହିଁ ବ୍ରହ୍ମ ମା ଲକ୍ଷ୍ମୀ ବୋଲି ଆମେ କହୁ। ଏବଂ ଚାଷ ବା ଅନ୍ନ ଉତ୍ପାଦନ ଏକ ଜୀବନର ସର୍ବୋତ୍ତମ ଉତ୍ପାଦନ ବୋଲି କୁହାଯାଏ ଏବଂ ସେ ହିଁ ଆମକୁ ଦୀର୍ଘା ରଖେ। ଯିଏ ପ୍ରକୃତିରେ ଅନ୍ନକୁ ଉପାସନା କରେ ସେ ନିଜକୁ ହିଁ ଉପାସନା କରେ, କାହିଁକିନା ନିଜେ ଶରୀରଟା ହିଁ ଅନ୍ନ। ଅନ୍ନକୁ ଉପାସନା କରିବାର ଅର୍ଥ ନିଜକୁ ଉପାସନା କରିବା। ଆଉ ଯିଏ ପ୍ରକୃତରେ ଅନ୍ନକୁ ଉପାସନା କରେ ଅର୍ଥାତ୍ ନିଜ ଶରୀରକୁ ଉପାସନା କରିବ, ସେ ନିଶ୍ଚିତ ନିରୋଗା ରହିବ, ସେ ସ୍ୱାସ୍ଥ୍ୟବାନ ହେବ। ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଆମେ ଆଗରୁ ନିଶ୍ଚିତ ପଢ଼ିଛୁ ଯେ ସୁନ୍ଦର ସ୍ୱାସ୍ଥ୍ୟ ହିଁ ଆମ ସାଧନାର ଏକ ଭିତ୍ତିଭୂମି ସ୍ଥାପନ କରିବ। ଶରୀରମ୍ ଆଦ୍ୟମ୍ ଖଳୁ ଧର୍ମ ସାଧନମ୍। ତେଣୁ ଏଇଠି ଶରୀର ହିଁ ପ୍ରଧାନ ବୋଲି ସେ କହୁଛନ୍ତି। ବ୍ରହ୍ମ ଆରାଧନାର ସେ ଶରୀର ହିଁ ଆରମ୍ଭ ବିନ୍ଦୁ। ସେହି ସ୍ଥୂଳ ଶରୀର ଠାରୁ ଯାତ୍ରା ଆରମ୍ଭ କରି ସେ ସୂକ୍ଷ୍ମ ଶରୀର ଆଡ଼କୁ ଯାତ୍ରା କରିବାର ଆମର ଯେଉଁ ସାଧନା, ଆମେ ବସିଛୁ ଏଠି ଯେ ଆମ ପାଇଁ ସୂକ୍ଷ୍ମ ଶରୀରଟି ଆମେ ମିଳିଲା ଏବଂ ସେ ସୂକ୍ଷ୍ମ ଶରୀରରୁ ଉପନିଷଦ ଆମକୁ ଏକ ସ୍ଥୂଳ ଶରୀରର ଏକ ସୂକ୍ଷ୍ମ ଶରୀର ଆଡ଼କୁ ଯାତ୍ରା କରୁଛି। ଏହାପରେ ଯେଉଁ ବ୍ରହ୍ମ ଯେଉଁ ଆଧାରରୁ ପୁଣି ଆମେ ଉର୍ଦ୍ଧ୍ୱ ଆଡ଼କୁ ଆଲୋଚନା ଉପନିଷଦ ଆମକୁ କରୁଛନ୍ତି ଯେ ଏଇଠି ଡିସେଣ୍ଡିଂ ଅର୍ଡ଼ରଟାକୁ ପୁଣି ଏସେଣ୍ଡିଂ ଅର୍ଡ଼ର ଆଡ଼କୁ ଆମକୁ ନେଇଯିବେ ଏବଂ ସ୍ଥୂଳମୟ ଜଗତରୁ ଏକ ସୂକ୍ଷ୍ମମୟ ଜଗତ ଆଡ଼କୁ ନେଇଯିବେ। ଏତିକି କଥା ଆମେ ଆଲୋଚନା କରିଥିଲୁ। ଏବେ ଆଉ ଦୁଇଟି ମନ୍ତ୍ର ଆଜି ପାଠ କରିବା। ସେ ଶରୀର କଥା ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିସାରିଲା ପରେ ଶରୀର ମଧ୍ୟସ୍ଥ ଆଉ କିଏ ଶରୀରକୁ ପୂର୍ଣ୍ଣ କରି ରହିଛି, ଶରୀରର ଆତ୍ମା କିଏ, ସେହି ବିଷୟରେ ବର୍ତ୍ତମାନ ଆମେ ଅଧ୍ୟୟନ କରିବା। ତସ୍ମାଦ୍ ବା ଏତସ୍ମାତ୍ ଅନ୍ନରସମୟାତ୍ ଅନ୍ୟୋନ୍ତର ଆତ୍ମା ପ୍ରାଣମୟଃ ତେନୈଷ ପୂର୍ଣ୍ଣଃ ସୋ ବା ଏଷ ପୁରୁଷବିଧ ଏବ ତସ୍ୟ ପୁରୁଷବିଧତାନ୍ନମୟ ଅନ୍ୱୟଂ ପୁରୁଷୋବିଧଃ ତସ୍ୟ ପ୍ରାଣ ଏବ ଶିରଃ ବ୍ୟାନ ଦକ୍ଷିଣପକ୍ଷ ଅପାନ ଉତ୍ତରପକ୍ଷ ଆକାଶ ଆତ୍ମା ପୃଥିବୀ ପୁଚ୍ଛଂ ପ୍ରତିଷ୍ଠା। ତଦେଷ ଶ୍ଲୋକୋ ଭବତି। ଏଇଟା ଦ୍ୱିତୀୟ ଶ୍ଲୋକର ଆମେ ଦ୍ୱିତୀୟ ପାର୍ଟଟା ଆମେ ପଢ଼ିଲୁ। ସେଠି ସେ ସୁନ୍ଦର ଭାବରେ କହୁଛନ୍ତି ତସ୍ମାଦ୍ ବା ଏତସ୍ମାଦ୍ ଅନ୍ନରସମୟାତ୍ ଅନ୍ୟନ୍ତର ଆତ୍ମା ପ୍ରାଣମୟ ତେନୈଷ ପୂର୍ଣ୍ଣ। ତସ୍ମାତ୍ ଏଇ ଯେଉଁ କଥା ଆମେ ପଢ଼ିଲେ ଯେ ଅନ୍ନ ରସମୟାତ୍, ସେ ଅନ୍ନ ରସମୟ ଭିତରେ ସେ ଅନ୍ନ ରସମୟଟା କାହା ଦ୍ୱାରା ଗଠିତ ହୋଇକି ରହିଛି? ତସ୍ମାତ୍, ଏହା ବ୍ୟତୀତ ଅନ୍ୟନ୍ତର, ଅନ୍ୟ ତା ଗୋଟେ ଅନ୍ତର ଭିତରେ ଗୋଟେ ଅନ୍ୟ କିଏ ତା ଭିତରେ ରହିଛନ୍ତି। ସେଇ ଅନ୍ନ ରସମୟ ଭିତରେ ଅନ୍ୟ ଜଣେ କିଏ ରହିଛନ୍ତି। ଏଇ କଥାଟା ମନୁଷ୍ୟ ଏବେ ପଶୁମାନେ ଏ କଥା ବୁଝିପାରିବେନି। ଏ କେବଳ ମଣିଷ ହିଁ ତାର ଜ୍ଞାନ ଏ କଥାଟାକୁ ଚିନ୍ତା କରିଛି ଯେ କେବଳ
ଏ ଜୀବନଟା ଖାଦ୍ୟ ଖାଦକର ଜୀବନ ନୁହେଁ। ଏ ଖାଦ୍ୟ ଭିତରେ ଅନ୍ୟ ଏକ କିଏ ରହିଛନ୍ତି, ଯେ ଖାଦ୍ୟ ତତ୍ଵର ତିଆରି ହେଇଛନ୍ତି, କିନ୍ତୁ ତା ଭିତରେ ଏ ଶରୀରକୁ କିଏ ଗୋଟେ ପୂର୍ଣ୍ଣ କରିବା, ୟାର ଶରୀର ଭିତରେ କିଏ ଗୋଟେ ଆତ୍ମା ହେଇକି ରହିଛନ୍ତି, ଯେ ଶରୀରକୁ ଅନ୍ତରାତ୍ମା ଏ ଶରୀରକୁ ଧାରଣ କରିଛନ୍ତି। ସେଇ ଅନ୍ତରାତ୍ମା, ଅନ୍ୟନ୍ତରାତ୍ମା, ସେଇ ଅନ୍ୟ ଯେ ରହିଛନ୍ତି, ସେ ତାହା ସେ ଅନ୍ନ ରସମୟର ଶରୀର, ଏ ଆତ୍ମା, ସେ ଅନ୍ନ ରସମୟର ଆତ୍ମା ହେଇକି ସେ ରହିଛନ୍ତି। ସିଏ ହେଉଛନ୍ତି ପ୍ରାଣମୟ। ସେଇ ଅଭ୍ୟନ୍ତର ସେ କିଏ ରହିଛନ୍ତି, ତାକୁ ସେମାନେ ଅନୁସନ୍ଧାନ କଲେ। ସେ ପ୍ରାଣମୟ, ସେ ପ୍ରାଣମୟ ତେନୈଷ ପୂର୍ଣ୍ଣ, ସେଇ ଅନ୍ନମୟକୁ ପୂର୍ଣ୍ଣ କରି ରଖିଛନ୍ତି। ସେ ପ୍ରାଣ ଦ୍ୱାରା ଏଇ ଅନ୍ନ ରସମୟ ଶରୀରଟି ବା ଅନ୍ନମୟ କୋଷଟି ପୂର୍ଣ୍ଣ ହୋଇକି ରହିଛି। ଏବଂ ସେ ହିଁ ସିଏ ଅନ୍ନ ପୁରୁଷର ଆତ୍ମା। ଏବଂ ସେ ଯେତେବେଳେ ସିଏ ରହିଛନ୍ତି, ପୂର୍ଣ୍ଣ ହୋଇକି ରହିଛନ୍ତି, ତାଙ୍କର ନିଜସ୍ୱ ମଧ୍ୟରେ ଗୋଟିଏ ଏକ ସୋବା ଏବ ପୁରୁଷ ବିଧ, ନିଶ୍ଚିତ ତାଙ୍କର ଏକ ପୁରୁଷକାର ରୂପ ମଧ୍ୟ ରହିଛି। ତାଙ୍କର ସେଇ ପୁରୁଷାକାର ରୂପଟି ସେଇ ଅନ୍ନକୁ ପୂର୍ଣ୍ଣ କରି ରହିଛି। ଏବ ତସ୍ୟ ପୁରୁଷୋ ବିଧତା ଅନ୍ନୟଂ ପୁରୁଷୋ ବିଧ, ତସ୍ୟ ସେଇ ପ୍ରାଣମୟ ଆତ୍ମାର ଯେଉଁ ପୁରୁଷ ବିଧ, ସେ ଅନ୍ୟ ପ୍ରକାର, ସେଇ ଯେମିତି ମନୁଷ୍ୟର ଗୋଟେ ଶରୀର କହିଲେ ଆମେ ଯେମିତି ତାର ଗୋଟେ ବିଧାନ ରହିଛି, ତାର ମୁଣ୍ଡ ଅଛି, ଦୁଇ ହାତ ଅଛି, ତାର ଦେହ ଅଛି, ସେମିତି ତସ୍ୟ ପୁରୁଷୋ ବିଧତାନ୍ନୟଂ ପୁରୁଷୋ ବିଧ, ସେ ପୂର୍ବ ଭଳି ସେ ପ୍ରାଣମୟ କୋଷର ମଧ୍ୟ ଏକ ମନୁଷ୍ୟାକୃତି ରହିଛି। ସେ ପୁରୁଷୋ ବିଧ, ସେ ପୁରୁଷ ମଣିଷ ଆକୃତି ଭଳି। ତସ୍ୟ ପ୍ରାଣ ଏବ ଶିର, ତାଙ୍କର ମଧ୍ୟ ଏକ ମୁଣ୍ଡ ରହିଛି। ତାଙ୍କର ମୁଣ୍ଡ ହେଉଛି, ସେ ପ୍ରାଣମୟ ପୁରୁଷର ମୁଣ୍ଡ ହେଉଛନ୍ତି କିଏ ନା ପ୍ରାଣ। ପ୍ରାଣ ହେଉଛି ପ୍ରାଣ, ବ୍ୟାନ ଦକ୍ଷିଣ ପକ୍ଷ, ଦକ୍ଷିଣ ପକ୍ଷ ହେଉଛି ବ୍ୟାନ, ଆଉ ଉତ୍ତର ପକ୍ଷ ହେଉଛି ଅପାନ, ଆଉ ଶରୀର ହେଉଛି ଆକାଶ ଆତ୍ମା, ଆଉ ତାକୁ ଯେ ଧାରଣ କରି ରହିଛି ସେ ହେଉଛି ପୃଥିବୀ ପୁଚ୍ଛଂ ପ୍ରତିଷ୍ଠା ତଦେଶ ଶୋକୋ ଭବତି। ତେଣୁ ସେଇ ଯେଉଁ ପ୍ରାଣମୟ ପୁରୁଷ ରହିଛନ୍ତି, ଯିଏକି ଶରୀରକୁ ଧାରଣ କରି ରହିଛନ୍ତି, ତାଙ୍କର ଏକ ଶରୀର ରହୁଛି। ସେ ଶରୀରର ତାଙ୍କର ଯେଉଁ ମୁଖ୍ୟ ମୁଣ୍ଡ, ସିଏ ହେଉଛି ପ୍ରାଣ। ଏଇ ଯେଉଁ ପଞ୍ଚ ଇନ୍ଦ୍ରିୟର ଜାଗା, ଚକ୍ଷୁ, ନାସ, କର୍ଣ୍ଣ, ପାଟି, ଏଇ ଯେଉଁ ରହିଛି, ଏମାନେ ହେଉଛନ୍ତି ପ୍ରାଣର ଜାଗା। ଏଠି ନିଜେ ପ୍ରାଣବାୟୁ, ନିଜେ ପ୍ରାଣ ଶୁଦ୍ଧ ରୂପରେ ସେଇ ବାଟ ଦେଇ ପ୍ରବେଶ କରନ୍ତି ଏବଂ ତାକୁ ଏଇ ଉପର ଜାଗା ଯେଉଁ ସବୁ ରହିଲେ, ଏମାନଙ୍କୁ ସେମାନେ ଊର୍ଦ୍ଧ୍ୱଗାମୀ କରାଇବାରେ ଊର୍ଦ୍ଧ୍ୱଗାମୀ କରନ୍ତି। ଅର୍ଥାତ୍ ଚକ୍ଷୁ ସୁନ୍ଦର ଜିନିଷ ଦେଖିପାରିବ, କର୍ଣ୍ଣ ସୁନ୍ଦର ଜିନିଷ ଶୁଣିପାରିବ, ଆଉ ଆଘ୍ରାଣ କରିପାରିବ ନାସା, ବାକ୍ ସୁନ୍ଦର ଶବ୍ଦ କି ପରମଙ୍କ ଶବ୍ଦ ସେ ଶୁଣିପାରିବ। ତେଣୁ ଏଇ ଯେଉଁ ପଞ୍ଚ ଇନ୍ଦ୍ରିୟ ଏ ଉପରେ ରହିଲେ ଜ୍ଞାନେନ୍ଦ୍ରିୟ, ଏମାନେ ହେଉଛନ୍ତି ପ୍ରାଣର ଊର୍ଦ୍ଧ୍ୱଗାମୀ ବା ପ୍ରାଣକୁ ଊର୍ଦ୍ଧ୍ୱ ଆଡ଼କୁ ନେଇଯାଏ। ଏବଂ ସେଇ ପ୍ରାଣ ଯେତେବେଳେ ପ୍ରାଣ ରୂପରେ ସେ ପ୍ରବେଶ କଲେ, ସେ ମଧ୍ୟ ଏଠି ଭାଗ ଭାଗ ହେଇଯାଉଛନ୍ତି। ସେ ପ୍ରାଣ ରୂପରେ ଊର୍ଦ୍ଧ୍ୱଗାମୀ କରାଉଛନ୍ତି, ସେ ହେଉଛି ତାଙ୍କ ଶିର। ଏବଂ ବ୍ୟାନ ହେଉଛି ଦକ୍ଷିଣ ପକ୍ଷ, ସେ ପ୍ରାଣ ଏଠି ପରିବ୍ୟାପ୍ତ ହେଉଛନ୍ତି। ତାଙ୍କର ଆଉ ଗୋଟେ ରୂପ ହେଉଛି ବ୍ୟାନବାୟୁ। ବ୍ୟାନବାୟୁର ଧର୍ମ ହେଉଛି ସେ ସମଗ୍ର ଶରୀର ଭିତରେ ପରିବ୍ୟାପ୍ତ ହେଇଯିବେ ଏବଂ ସେ ପରିବ୍ୟାପ୍ତ ହେବା ଯୋଗୁଁ ଏ ସମସ୍ତ କୋଷ ସେ ଶକ୍ତିଶାଳୀ ହେବ ଏବଂ ସମସ୍ତେ ଅକ୍ସିଜେନ୍ ପାଇବେ,
ସମସ୍ତେ ଖାଦ୍ୟ ପାଇବେ, ସମସ୍ତେ ଔଷଧ ପାଇବେ, ଏ ସବୁ କିଛିକୁ ସେଇ ପ୍ରାଣ, ସେ ବ୍ୟାନ ବାୟୁ ସେ ସମସ୍ତ ଶରୀର ଭିତରକୁ ପରିବ୍ୟାପ୍ତ ହୋଇଯାଉଛନ୍ତି। ତାକୁ ସେ ଦକ୍ଷିଣ ପକ୍ଷ ବୋଲି ସେ କହୁଛନ୍ତି। ସେ ହେଉଛି ପରିବ୍ୟାପ୍ତ ହୋଇକି ଶରୀରକୁ ଧାରଣ ପୋଷଣ କରୁଛନ୍ତି। ଅପାନ ଉତ୍ତର ପକ୍ଷ, ଅପାନ ବାୟୁ ଯେଉଁ ସେ ହେଉଛନ୍ତି ଉତ୍ତର ପକ୍ଷ, ତାଙ୍କର ଧର୍ମ ହେଉଛି ସେ ନିମ୍ନଗାମୀ କରାଇବ ଏବଂ ଚାରିଆଡ଼େ ବ୍ୟାପ୍ତ ହୋଇଗଲା ପରେ ଔଷଧ, ଖାଦ୍ୟ, ପାଣି ସବୁଆଡ଼େ ବ୍ୟାପ୍ତ ହୋଇଗଲା ବ୍ୟାନ ବାୟୁ ପରେ ସବୁ ଭିତର ଖାଦ୍ୟକୁ ସେ ନେଇ ଆସେ ଏବଂ ସେ ନାକ ଦେଇ ବାହାର କରିଦିଏ ଅପାନ ବାୟୁ। ଏବଂ ସେ ହିଁ ତାର ଧର୍ମ ହେଉଛି ନିମ୍ନଗାମୀ କରାଏ। ପ୍ରାଣ ଯେମିତି ଶୁଦ୍ଧ ବାୟୁକୁ ନେଇଯାଏ, ଅପାନ ସେମିତି ଅଶୁଦ୍ଧ ବାୟୁକୁ ସେ ଶରୀର ଭିତରୁ ବାହାର କରିଦିଏ। ଯେତେ ପ୍ରକାର ଅଶୁଦ୍ଧ ଶରୀର ଭିତରେ ଅଛି ସେ ତାକୁ ନିମ୍ନଗାମୀ କରେଇକି ଝାଡ଼ା ପରିସ୍ରା ଦେଇ ସବୁ କଥା ସେ ବାହାର କରିଦେଇପାରେ। ସେ ଅପାନ ହେଉଛି ଉତ୍ତର ପକ୍ଷ। ଆକାଶମାତ୍ମା ଏବଂ ଏ ବ୍ୟାନ ଏବଂ ଅପାନ ତାକୁ ଶଙ୍କରାଚାର୍ଯ୍ୟ ସୁନ୍ଦର ଭାବରେ କହୁଛନ୍ତି ଯେ ଏ ବ୍ୟାନ ଏ ପାନ ପ୍ରାଣ ଏବଂ ଅପାନର ମଧ୍ୟସ୍ଥଳରେ ଯେଉଁ ହୃଦୟ କନ୍ଦର ରହୁଛି ସେଇଠି ରହୁଛନ୍ତି, ସିଏ ହେଉଛନ୍ତି ସମାନ ବାୟୁ, ସିଏ ହେଉଛି ମୋର ଆତ୍ମା। ସିଏ ହେଉଛି ଖାଦ୍ୟକୁ ପଚନ କରୁଛି, ଖାଦ୍ୟକୁ ଗ୍ରହଣ କରୁଛି ଏବଂ ଖାଦ୍ୟକୁ ପଚନ କରି ସମଗ୍ର ଶରୀରକୁ ପ୍ରାଣକୁ ପଠାଉଛି, ବ୍ୟାନକୁ ପଠାଉଛି, ଅପାନକୁ ପଠାଉଛି, ସମଗ୍ର ଶରୀରକୁ ସେ ଶକ୍ତିରେ ପରିପୂର୍ଣ୍ଣ କରିଦେଉଛି ଏବଂ ସେ ହିଁ ଆତ୍ମା ରୂପରେ ଶରୀର ମଧ୍ୟରେ ରହିଛି। ତାପରେ ସେ କହୁଛନ୍ତି ପୃଥିବୀଂ ପୁଚ୍ଛଂ ପ୍ରତିଷ୍ଠା ଏବଂ ଆଉ ଗୋଟେ ସେଇ ଯେ ବାୟୁ ପ୍ରବେଶ କରିଛନ୍ତି ସେ ପୃଥିବୀ ରୂପରେ ସେ ପଶ୍ଚାତରେ ରହି ଏଇ ପ୍ରାଣକୁ ପ୍ରାଣ ସହ ଶରୀରକୁ ଧାରଣ କରିଛନ୍ତି। ସେ ପୁଚ୍ଛ ଏବଂ ତାକୁ ସେ ଉଦାନ ବାୟୁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ଯେ ସେ ଉଦାନ ରୂପରେ ସେ ସ୍ଥିର ଭାବରେ ଥାଏ। ସେ ମଣିଷର ସମସ୍ତ କାର୍ଯ୍ୟକୁ ଯେ ପ୍ରାଣ ଯେଉଁ ଭିତରକୁ ପ୍ରବେଶ କଲା ଏବଂ କିପରି ସବୁଆଡ଼େ ବାଣ୍ଟି ହୋଇଗଲା, ଖାଦ୍ୟକୁ ପଚନ କଲା, ସମସ୍ତଙ୍କୁ ପରିପାଳିତ କରି କାର୍ଯ୍ୟ ସବୁ କଲା, ସମସ୍ତ କାର୍ଯ୍ୟର ଧାରା ଅନୁସାରେ ସେ ସବୁକିଛି ସଂଗ୍ରହ କରିକିରି ଖାଦ୍ୟ ରସ ସହ ସେ ଊର୍ଦ୍ଧ୍ୱଗାମୀ କରାଉଛି ଏବଂ ସେଇ ଯେଉଁ ଉଦାନ ବାୟୁ ମଣିଷକୁ ଊର୍ଦ୍ଧ୍ୱଗାମୀ କରିବାରେ ସାହାଯ୍ୟ କରୁଛି। ସେ ପ୍ରକୃତରେ ସେଇ ଖାଦ୍ୟ ଖାଇ ପ୍ରାଣଶକ୍ତି ନେଇ ଯଦି ସୁନ୍ଦର କାର୍ଯ୍ୟଟେ କରିଥାଏ ତାହେଲେ ତାକୁ ତାର ଜୀବନର ଗତି ଶେଷରେ ସୁନ୍ଦର ହେଇଥାଏ। ଅର୍ଥାତ୍ ସୁଷୁମ୍ନା କାଣ୍ଡ ଦେଇ ସେ ଉଦାନ ବାୟୁ ଜୀବନ ଅନ୍ତିମ ସମୟରେ ବାହାରି ଆସେ ବୋଲି ଆମର ଭୌତିକ ଶାସ୍ତ୍ର, ଆମର ଧର୍ମୀୟ ଶାସ୍ତ୍ରମାନେ ଏହି ସମ୍ବନ୍ଧରେ ବିଭିନ୍ନ କଥା କହିଛନ୍ତି। ତେଣୁ ଏଇଠୁ ଆମେ ଜାଣିଲେ ଯେ ଏଇ ପ୍ରାଣମୟ ଆତ୍ମା, ସେ ପ୍ରାଣମୟ ପୁରୁଷ ହିଁ ଏହି ଶରୀରକୁ ପୂର୍ଣ୍ଣ କରି ରହିଛନ୍ତି ଏବଂ ସେ ପ୍ରାଣମୟ ପୁରୁଷ ହିଁ ଏ ଶରୀରର ଆତ୍ମା ଏବଂ ଏ ଶରୀରକୁ ସେ ପାଳନ କରୁଛନ୍ତି ଏବଂ ସେ ହିଁ ଏ ଶରୀରର ଭିତରେ ହିଁ ରହିଛନ୍ତି। ଏବଂ ସେ ଶରୀର ଭିତରେ ରହିଲା ପରେ ସେ ଦେଖୁଛନ୍ତି ଗୁରୁ ଯେ ପ୍ରାଣଂ, ତାପରେ ଦ୍ୱିତୀୟ ଅନୁବାକ୍ରେ ଆମେ ସେ କଥା ପଢ଼ିବା, ପ୍ରାଣଂ ଦେବା ଅନୁପ୍ରାଣନ୍ତି ମନୁଷ୍ୟା ପଶବଶ୍ଚ ଏ ପ୍ରାଣ ହି ଭୂତାନାମାୟୁ ତସ୍ମାତ୍ ସର୍ବାୟୁଷମୁଚ୍ୟତେ ସର୍ବମେବ ତ ଆୟୁର୍ୟନ୍ତି ये प्राणं ब्रह्मोपासते प्राण हि भूतानामायु तस्मात् सर्वायुषमुच्यत इति। ସୁନ୍ଦର ଭାବରେ କହୁଛନ୍ତି ଯେ ସେଇ ପ୍ରାଣ, ସେ ପ୍ରାଣମୟ ପୁରୁଷ
ଯେ ତାଙ୍କର ଯେଉଁ ପାଞ୍ଚଟି ଅବୟବ କଥା କହିଲେ, ତାଙ୍କର ମୁଣ୍ଡ ଅଛି, ତାଙ୍କର ଦକ୍ଷିଣ ପକ୍ଷ, ତାଙ୍କର ଉତ୍ତର ପକ୍ଷ, ତାଙ୍କ ଶରୀର, ତାଙ୍କର ପୁଚ୍ଛ, ଏହାକୁ ଅବଲମ୍ବନ କରି ଦେବା ପ୍ରାଣମ୍ ଅନୁପ୍ରାଣନ୍ତି। ଏଠି ଦେବା ମାନେ ଏଠି ହେଉଛନ୍ତି ଏଇ ଯେଉଁ ପଞ୍ଚ ଇନ୍ଦ୍ରିୟ, ଶରୀରର ଯେଉଁ ଶରୀରକୁ ଧାରଣ କରିଛି ଯେଉଁ ପଞ୍ଚ ଇନ୍ଦ୍ରିୟ ଏବଂ ଶରୀରକୁ ପରିଚାଳିତ କରୁଛି, ତାକୁ ଦେବା ବୋଲି ସେ କହୁଛନ୍ତି। ଦେବତାମାନେ ପ୍ରାଣଂ ଅନୁପ୍ରାଣନ୍ତି, ଏଇ ପ୍ରାଣକୁ ହିଁ ଅନୁସରଣ କରନ୍ତି। ପ୍ରାଣ ମାଧ୍ୟମରେ ସେମାନେ ଯେହେତୁ ସେମାନେ ଜୀବନ ବଞ୍ଚିଛନ୍ତି, ପ୍ରାଣକୁ ଅନୁସରଣ କରନ୍ତି। ସୁନ୍ଦର ଭାବରେ ପ୍ରଶ୍ନ ଉପନିଷଦରେ ଅଛି। ଗୁରୁକୁ ପଚାରୁଛନ୍ତି ଶିଷ୍ୟମାନେ ଯେ ଏଇ ଶରୀରକୁ, ଏଇ ଜୀବନକୁ 9 ଜଣ ଦେବତା ୟାକୁ ପରିଚାଳିତ କରନ୍ତି। ଇଏ ଦେବତା ହେଉଛନ୍ତି କିଏ ନା ପଞ୍ଚ ଜ୍ଞାନେନ୍ଦ୍ରିୟ, ମନ, ପ୍ରାଣ ଆଉ ଦେଶ ଏବଂ କାଳ। ଏଇ 9 ଜଣ ଦେବତା ୟାକୁ ପରିଚାଳିତ କରନ୍ତି। ଏହା ଭିତରେ ଶ୍ରେଷ୍ଠ କିଏ? ଏ ପ୍ରଶ୍ନ ହେଇଛି। ଉଦ୍ଦାଲକଙ୍କୁ ପଚାରୁଛନ୍ତି ଶିଷ୍ୟମାନେ ଏବଂ ଉଦ୍ଦାଲକ ଗୋଟେ ସୁନ୍ଦର ତାକୁ ଉପନିଷଦୀୟ ଛନ୍ଦ ଅନୁସାରେ ତାକୁ ସୁନ୍ଦର ଭାବରେ ବର୍ଣ୍ଣନା କରୁଛନ୍ତି ଯେ ସେତେବେଳେ ସବୁ ଦେବତାମାନଙ୍କୁ ପଚାରିଲେ ତୁମ ଭିତରେ ଶ୍ରେଷ୍ଠ କିଏ? ମନ କହିଲା ମୁଁ ଶ୍ରେଷ୍ଠ, କାରଣ ମୁଁ ଯଦି ନାହିଁ ୟାର ବୁଦ୍ଧି ରହିବ ନାହିଁ ଏବଂ ଇଏ ବୁଦ୍ଧିଭ୍ରଷ୍ଟ ହେବ। ଆଉ ବୁଦ୍ଧିଭ୍ରଷ୍ଟ ଶ୍ରୁତିନାଶ, ଶ୍ରୁତିନାଶାତ୍ ପ୍ରଣଶ୍ୟତି। ଯେତେବେଳେ ତାର ଶ୍ରୁତିନାଶ ହେଇଯିବ, ବୁଦ୍ଧି ନଷ୍ଟ ହେଇଯିବ, ତାକୁ ମୃତ୍ୟୁ ସହିତ ସମାନ। ତେଣୁ ମୁଁ ହିଁ ଶ୍ରେଷ୍ଠ। ସେଠି କର୍ଣ୍ଣ କହୁଛି ମୁଁ ଶ୍ରେଷ୍ଠ, ମୁଁ ଶବ୍ଦ। ସେତେବେଳେ ବାକ୍ କହୁଛି ମୁଁ ଶ୍ରେଷ୍ଠ। ଏବଂ ସମସ୍ତେ ନିଜକୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରୁଛନ୍ତି। ବିଚରା ପ୍ରାଣ ଚୁପ୍ ହେଇକରି ବସିଥାଏ। ସେ କହିଲା ତୁମେମାନେ ଯଦି ଶ୍ରେଷ୍ଠ, ତାହେଲେ ମୋର ଏଠି ରହି ଲାଭ କ'ଣ? ମୁଁ ପଳେଇ ଯାଉଛି। ପ୍ରାଣ ଯେମିତି ପଳେଇ ଯିବାକୁ ବାହାରିଲା, ସେତେବେଳେ ଅନ୍ୟ ଦେବତାମାନେ ସମସ୍ତେ ତାକୁ ଅନୁସରଣ କରିବାକୁ ଲାଗିଲେ। ତୁ ଯଦି ଚାଲିଯିବୁ, ଆମେ କାହା ଉପରେ ପ୍ରତିଷ୍ଠିତ ହେବା? ତୁ ଥିଲୁ ବୋଲି ଆମେ ଏ ମନ ଚିନ୍ତା କରିପାରୁଥିଲା, କାନ ଶୁଣି ପାରୁଥିଲା, ତୁ ହିଁ ତ ଆମ ଭିତରେ ଶକ୍ତି ରୂପରେ ଥିଲୁ। ତେଣୁ ତୁ ନ ରହିଲେ ଆମେ ଆଉ କିଏ? ତେଣୁ ତୁ ହିଁ ଆମର ରାଣୀ ମହୁମାଛି। ଆଉ ତୁ ଯଦି ଚାଲିଯିବୁ, ଆମେ ତ ପଛେ ପଛେ ଚାଲିଯିବା ଶ୍ରମିକ ମହୁମାଛି ହେଇକି। ତେଣୁ ହେ ପ୍ରାଣ, ତୁମେ ପୁଣି ଫେରିଆସ। ତେଣୁ ସବୁ ଦେବତାମାନେ ତାଙ୍କୁ ପୁଣି ପ୍ରାର୍ଥନା କରିଛନ୍ତି, କାରଣ ସେମାନେ ପ୍ରାଣ ଦ୍ୱାରା ଅନୁପ୍ରାଣନ୍ତି। ପ୍ରାଣ ଦ୍ୱାରା ହିଁ ସେମାନେ ଜୀବନ ବଞ୍ଚି ପ୍ରତିଷ୍ଠିତ ହେଇଛନ୍ତି। ତାପରେ ପ୍ରାଣ ଫେରି ଆସିଛନ୍ତି। ତାପରେ ପ୍ରାଣ ଫେରି ଆସିଲା ପରେ ପୁଣି ଜୀବନ ସଞ୍ଚାର ହେଇଛି। ସେଠି ତାପରେ ପ୍ରାଣଙ୍କୁ ସେମାନେ ପ୍ରାର୍ଥନା କରିଛନ୍ତି। ସେ ଉପନିଷଦରେ ଚମତ୍କାର ପ୍ରଶ୍ନ ଉପନିଷଦରେ ହେଇଛି। ତ ପଢ଼ିବା ପରବର୍ତ୍ତୀ ସମୟରେ ଏଇ ପ୍ରାଣ ହିଁ ମଣିଷ ଭିତରେ ସୂର୍ଯ୍ୟ। ଆଉ ସେ ହିଁ ଏ ପ୍ରାଣ ଶବ୍ଦଟି ଶ୍ରୀଅରବିନ୍ଦ ଗୋଟେ ଚମତ୍କାର ଭାବରେ ଲାଇଫ୍ ଅଫ୍ ଲାଇଫ୍ସ ବର୍ଣ୍ଣନା କରୁଛନ୍ତି ଯେ ପ୍ରାଣ ଏମିତି ଏକ ଶବ୍ଦ, ସଂସ୍କୃତର ଶବ୍ଦ, ତାକୁ ଯଦି ଆମେ ଭାଇଟାଲ୍ କହିବା ବି ଭୁଲ ହେବ, ଠିକ୍ ହେବ ନାହିଁ। ତାକୁ ଲାଇଫ୍ କହିବା ବି ଠିକ୍ ହେବ ନାହିଁ। କାହିଁକିନା ପ୍ରାଣ ତାକୁ ତାର ଏକ ଶୁଦ୍ଧ ରୂପ ରହିଛି ଯେ ସେ ହିଁ ଏଠି, ଯାହାକୁ ବୈଜ୍ଞାନିକ ମାନେ ମଧ୍ୟ ସେ ପ୍ରାଣର ଉତ୍ସ କଥା କିଛି ବୁଝିପାରିନାହାନ୍ତି। ଯେ ପ୍ରକୃତି ହିଁ ଜଗତକୁ ପରିଚାଳିତ କରିଛି, ପ୍ରକୃତି ମାନେ ଧାରଣ କରିଛି, ପ୍ରକୃତି ସବୁ କଲା ବୋଲି କହୁଛି। କିନ୍ତୁ ପ୍ରକୃତିରେ ସେ ପ୍ରାଣ ହିଁ ସବୁ କିଛି ଏକଥା ସେମାନେ ଜାଣିନାହାନ୍ତି। ତେଣୁ ସବୁ ଦେବା ଏ ପ୍ରାଣକୁ ଅନୁସରଣ କରନ୍ତି। ମନୁଷ୍ୟା ପଶବଶ୍ଚ ଏ, ମନୁଷ୍ୟମାନେ ମଧ୍ୟ ତଥା ପଶୁମାନେ ମଧ୍ୟ ଇଏ ସମସ୍ତେ ସେ ଅନୁପ୍ରାଣନ୍ତି। ସମସ୍ତେ ତାଙ୍କ ଦ୍ୱାରା ହିଁ ଜୀବନ ବଞ୍ଚନ୍ତି। ପ୍ରାଣ ହିଁ ଭୂତାନାମ୍ ଆୟୁ,
प्राण ही समस्तंकर आयु, समस्तंकर जीवन, समस्तंकर शक्ति। ସେଥିପାଇଁ ପ୍ରାଣକୁ ଗୋଟେ ସୁନ୍ଦର ପ୍ରାର୍ଥନା ଅଛି ପ୍ରାଣ ରୂପରେ ଯେ ସୁନ୍ଦର ମନେ ପଡ଼େନି, ଏବଂ ପ୍ରାଣକୁ ସୂର୍ଯ୍ୟ, ଜୀବନର ସୂର୍ଯ୍ୟ ରୂପରେ ତାକୁ କହିଛନ୍ତି। ଏବଂ ସେ କହୁଛନ୍ତି ପ୍ରାଣ ହିଁ ଭୂତାନାମ୍ ଆୟୁ। ଏହି ସମସ୍ତ ଜଗତ ଯେ ଏଠି ରହିଛନ୍ତି ତାକୁ ଆୟୁ ହେଉଛି ପ୍ରାଣ। ଆମେ ଗୋଟେ ପଥରକୁ ଦେଖିଲେ ବି ତାକୁ କହିବେ ୟାର ଲାଇଫ୍ ସ୍ପାନ୍ କେତେ, ୟା ଭିତରେ ପ୍ରାଣ ଅଛନ୍ତି ନା, ୟା ମୃତ ପଥର ବୋଲି ବି କହୁ। ଅର୍ଥାତ୍ ଯିଏ ପଥରକୁ ଭାଙ୍ଗିଦେଲେ ଚୂର୍ଣ୍ଣ ହେଇଯିବ, ତାର ଲାଇଫ୍, ପ୍ରତ୍ୟେକ ଜିନିଷର ଆମେ ଗୋଟେ ହାଫ୍ ଲାଇଫ୍ ପିରିୟଡ଼କୁ ହିସାବ କରୁ। ପ୍ରାଣ ହେଉ, ଖଣିଜ ପଦାର୍ଥ ହେଉ, ଗୋଟେ ମୌଳିକ ପଦାର୍ଥ ହେଉ, ତାର ଗୋଟେ ଲାଇଫ୍ ପିରିୟଡ଼କୁ ହିସାବ କରିକିରି ତାକୁ ବ୍ୟବହାର କରାଯାଏ ଭୌତିକ ରାସାୟନିକ ବିଜ୍ଞାନରେ। ତେଣୁ ପ୍ରତ୍ୟେକ ଏଠି ଯିଏ ଯିଏ ସବୁ ରହିଛନ୍ତି ଏ ଜଗତରେ ତାର ଆୟୁ ହେଉଛନ୍ତି ସିଏ ନିଜେ ପ୍ରାଣ। ବିଶ୍ୱରୂପଂ, ତାକୁ ସୁନ୍ଦର କହିଛି, ବିଶ୍ୱରୂପଂ ହିରଣ୍ୟଂ ଜାତ ବେଦସଂ ପରାୟଣଂ ଜ୍ୟୋତିରେକଂ ତପନ୍ତಂ ସହସ୍ରରଶ୍ମି ଶତଧା ବର୍ତ୍ତମାନ ପ୍ରାଣ ପ୍ରଜାନ୍ନମୁଦୟତେ ସୂର୍ଯ୍ୟ। ତୁମେ ହିଁ ପ୍ରାଣ, ତୁମେ ହିଁ ସୂର୍ଯ୍ୟ, ତୁମେ ହିଁ ମୋ ଭିତରେ ଆୟୁ। ତସ୍ମାଦ୍ ସର୍ବାୟୁ ସମୁଚ୍ୟତେ, ସେହି ପ୍ରାଣ ଠାରୁ ସମସ୍ତ ଶକ୍ତି, ସମସ୍ତ ଜୀବନର ଉତ୍ପତ୍ତି ଏବଂ ତାକୁ ସମସ୍ତଙ୍କ ଜୀବନର ଆୟୁଷ ବୋଲି କୁହାଯାଏ। ଉଚ୍ୟତେ ସର୍ବମେବ ତଃ ଆୟୁରନ୍ତି ୟେ ପ୍ରାଣଂ ବ୍ରହ୍ମୋପାସତେ। ୟେ ପ୍ରାଣଂ ବ୍ରହ୍ମୋପାସତେ, ଯେଉଁମାନେ ଏ ପ୍ରାଣଙ୍କୁ ଦର୍ଶନ କରିଛନ୍ତି ସେମାନେ ପ୍ରାଣକୁ ଉପାସନା କରନ୍ତି। ଆଉ ଯିଏ ବାସ୍ତବ ରୂପରେ ପ୍ରାଣଙ୍କୁ ଉପାସନା କରେ, ପ୍ରାଣଙ୍କୁ ପୂଜା କରେ, ସର୍ବମେବ ତ ଆୟୁରନ୍ତି, ସିଏ ସବୁଠୁ ଅଧିକ ଶକ୍ତିଶାଳୀ ହୁଏ ଏବଂ ଏକ ସୁନ୍ଦର ସୁସ୍ଥ ପରିପୂର୍ଣ୍ଣ ଜୀବନ ସେ ବଞ୍ଚିପାରେ। ସର୍ବମେବ ଆୟୁରନ୍ତି। ସେଇଥିପାଇଁ ଗୀତାରେ ପ୍ରାଣର ଉପାସନା କଥା ସୁନ୍ଦର ଭାବରେ ବର୍ଣ୍ଣନା ଅଛି ଯେ ଆପାନରେ ପାନକୁ, ପାନରେ ଆପାନକୁ ଆମେ ଉପାସନା କରିବା, ଅର୍ଥାତ୍ କେମିତି ପ୍ରାଣାୟାମ କରିବା, ପ୍ରାଣାୟାମ ଦ୍ୱାରା ପ୍ରାଣକୁ ଉପାସନା କରାଯାଏ। ଯିଏ ପ୍ରକୃତରେ ପ୍ରାଣ ଭିତର ଶକ୍ତିକୁ ସମଗ୍ର ଶରୀର ଭିତରେ ଏକ ସୁନ୍ଦର ଭାବରେ ତାକୁ ସମାନ ଭାବରେ ସଂଯୋଜିତ କରିପାରେ ପ୍ରାଣ ଶକ୍ତିକୁ, ସେ ଏକ ସୁନ୍ଦର ପରିପୂର୍ଣ୍ଣ ଜୀବନ ବଞ୍ଚିପାରେ। ସେଥିପାଇଁ କହୁଛନ୍ତି ସର୍ବମେବ ତୁ ଆୟୁରନ୍ତି ୟେ ପ୍ରାଣଂ ବ୍ରହ୍ମୋପାସତେ। ଯେଉଁମାନେ ପ୍ରକୃତରେ ଏ ପ୍ରାଣକୁ ପୂଜା କରନ୍ତି, ପ୍ରାଣକୁ ଉପାସନା କରନ୍ତି, ସେମାନେ ସେମାନେ ହିଁ ପ୍ରକୃତରେ ଏ ପ୍ରାଣକୁ, ଏ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଜୀଇଥାନ୍ତି, ପୂର୍ଣ୍ଣ ରୂପରେ ଜୀବନ ବଞ୍ଚିଥାନ୍ତି। ପ୍ରାଣ ହିଁ ଭୂତାନାମ୍ ଆୟୁ। ତେଣୁ ଏହି ପ୍ରାଣ ହିଁ ଏହି ସମସ୍ତ ଜଗତର ଜୀବନ, ଜୀବମାନଙ୍କର ଜୀବନ ଏବଂ ଜଡ଼ ପଥର ସବୁକିଛି। ଭୂତ କହିଲା ମାନେ ଆମେ କେବଳ ମଣିଷ ଜୀବନକୁ, ଜୀବକୁ ବୁଝେଇବାନି, ଜଡ଼ ପଦାର୍ଥ ଯେଉଁମାନେ ପୃଥିବୀରେ ରହିଛନ୍ତି, ଗ୍ୟାସୀୟ ପଦାର୍ଥ ହେଉ, ଜଳୀୟ ପଦାର୍ଥ ହେଉ, କଠିନ ପଦାର୍ଥ ହେଉ, ସମସ୍ତେ ଏ ଭୂତ, ସମସ୍ତଙ୍କ ଭିତରେ ଗୋଟେ ପ୍ରାଣ ରହିଛି। ତେଣୁ ଆମେ ପୂଜା କଲାବେଳେ ଯେତେବେଳେ ଘଟ ପ୍ରତିଷ୍ଠା କରାଯାଏ ତାକୁ ପ୍ରାଣ ପ୍ରତିଷ୍ଠା ବୋଲି କହୁ। ଯେ ବର୍ତ୍ତମାନ ଘଟରେ ପ୍ରାଣ ପ୍ରତିଷ୍ଠା ହୋଇଗଲେ ବର୍ତ୍ତମାନ ଚକ୍ଷୁଦାନ ପୂଜା ହେବ। ଏବଂ ବିସର୍ଜନ କରିବାର ଅର୍ଥ ଯେ ପ୍ରାଣକୁ ବିସର୍ଜନ କରି ଦିଆଯାଏ, ଘଟକୁ ବାସି ଦିଆଯାଏ। ଆଉ ପ୍ରାଣ ପ୍ରତିଷ୍ଠା କରିବା ଅର୍ଥ ସେହି ପରମଙ୍କୁ ପ୍ରତିଷ୍ଠା କରିବା ସହିତ ସମାନ ବୋଲି କୁହାଯାଏ। ମୁଣ୍ଡକ ଉପନିଷଦରେ ପ୍ରାଣକୁ ସେହି ପରମଙ୍କର ଛାୟା ବୋଲି ମଧ୍ୟ କୁହାଯାଇଛି।
ଯେତେ ପରମ ଚାଲି ଯାଆନ୍ତି ଗୋଟିଏ ଜିନିଷକୁ ନେଇକରି ଯାଆନ୍ତି, ସେ ପ୍ରାଣକୁ ନେଇକରି ଚାଲି ଯାଆନ୍ତି। କାରଣ ସିଏ ଥିଲେ ବୋଲି ପ୍ରାଣ ଥିଲେ, ସେ ଯେତେବେଳେ ଚାଲିଯାଆନ୍ତି ସେ ପ୍ରାଣ ଚାଲିଯାଏ। ଆମେ କହୁ ପ୍ରାଣବାୟୁ ଉଡ଼ିଗଲା। ତସ୍ମାତ୍ ସର୍ବାୟୁ ସମୁଚ୍ୟତେ ଇତି, ତେଣୁ ଏହି ପ୍ରାଣ ହିଁ ସାର୍ବଜନୀନ ଜୀବନ, ସମସ୍ତଙ୍କର ଜୀବନ, ଏବଂ ତାକୁ ହିଁ ସମସ୍ତଙ୍କର ଆୟୁଷ ବୋଲି ଉଚ୍ଚତେ ତାକୁ କୁହାଯାଏ। ଏ ପ୍ରାଣ ହିଁ ସମସ୍ତଙ୍କର ଆୟୁଷ ବୋଲି ଏଠି ପ୍ରାଣ ସମ୍ବନ୍ଧରେ ସେ କହୁଛନ୍ତି। ପ୍ରକୃତରେ ଯେଉଁମାନେ ପ୍ରାଣର ଉପାସନା କରନ୍ତି ଏବଂ ପ୍ରାଣାୟାମ କରନ୍ତି, ସେମାନେ ଅଧିକ ଆୟୁଷ ଜୀବନ ବଞ୍ଚିପାରନ୍ତି। ସତ ଇଏ ପରି 100 ବର୍ଷ ମଧ୍ୟ ମଣିଷ ବଞ୍ଚିପାରିବ, ଦୀର୍ଘାୟୁ ହୋଇପାରିବ। ତେଣୁ ଏହି ସମ୍ବନ୍ଧରେ ଆଜି ଆମ ପରିଷଦର ଏହି ପ୍ରାଣ ସମ୍ବନ୍ଧରେ ଆମେ ଆଲୋଚନା କରୁଛେ ଯେ ପ୍ରାଣମୟ ପୁରୁଷ କେମିତି ଶରୀରକୁ ଅନ୍ନମୟ ପୁରୁଷ ଭିତରେ ରହି ତାକୁ ପୂର୍ଣ୍ଣ କରିଛନ୍ତି, ଏବଂ ତାପରେ ସେ ଏମିତି କ୍ରମରେ ଅନ୍ନମୟ ପୁରୁଷରୁ ପ୍ରାଣମୟ ପୁରୁଷ ଏବଂ ପ୍ରାଣମୟ ପୁରୁଷରୁ କାଲି ଆମେ ନିଶ୍ଚିତ ନେକ୍ସଟ କ୍ଲାସ୍ରେ ପଢ଼ିବା ଯେ ମନୋମୟ ପୁରୁଷ କେମିତି ପ୍ରାଣକୁ ପରିପୂର୍ଣ୍ଣ କରିଛି। ଏମିତି କହି ସେ ଆନନ୍ଦମୟ ପୁରୁଷ ପର୍ଯ୍ୟନ୍ତ ଆମକୁ ନେଇଯିବେ। ତେଣୁ ଆମେ ନିଜେ ଏ କଥାକୁ ଆମର ଯଦି ବା ବୁଦ୍ଧିବୃତ୍ତି ବୁଝିପାରୁନାହିଁ, କାହିଁକି ଇନ୍ଦ୍ରିୟମାନେ ବୁଝିପାରୁନାହାନ୍ତି, କିନ୍ତୁ ଋଷିମାନେ ତାଙ୍କ ପରାଦୃଷ୍ଟି ଦ୍ୱାରା ଏହି ପ୍ରାଣମୟ ପୁରୁଷଙ୍କୁ ଦେଖିଛନ୍ତି ଏବଂ ମନୋମୟ ପୁରୁଷକୁ ଦେଖିଛନ୍ତି, ତାପରେ ବିଜ୍ଞାନମୟ ପୁରୁଷଙ୍କୁ ଦେଖିଛନ୍ତି, ତାପରେ ଆନନ୍ଦମୟ ପୁରୁଷକୁ ଦେଖିଛନ୍ତି। ଜୀବନ ଏକ ଅମୃତମୟ ଛନ୍ଦରେ ଉତ୍ତରଣ କେମିତି ହୁଏ ତାକୁ ସେମାନେ ଦେଖି 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 ସେଇ ଧାରାରେ ଯାତ୍ରା ତାଙ୍କର ଅବିରତ ଭାବରେ ନେଇଯାଇଛନ୍ତି। ତେଣୁ ଆମେ ବର୍ତ୍ତମାନ ଆମର ଦୁଇ ଜଣ ପୁରୁଷ, ଗୋଟେ ଅନ୍ନମୟ ପୁରୁଷ ଏବଂ ପ୍ରାଣମୟ ପୁରୁଷ କଥା ଆଲୋଚନା କଲୁ। ବର୍ତ୍ତମାନ ଆଲୋଚନାଟାକୁ ଆଗକୁ ନେବା। ରବି ଭାଇ ଆଲୋଚନା ଆରମ୍ଭ କରନ୍ତୁ। ସମସ୍ତଙ୍କୁ ନମସ୍କାର, ଶୁଭ ସକାଳ। ଆଜି ଆମ୍ଭେମାନେ